ଯୁଦ୍ଧକାଳୀନ ପରିସ୍ଥିତି ସମୟରେ ଏବେ ରନ୍ଧନ ଗ୍ୟାସ୍ ସମସ୍ୟା ଦେଖାଦେଇଛି। ବଜାରରେ ରନ୍ଧନ ଗ୍ୟାସ୍ ଦରଦାମ ବଢ଼ିବାରେ ଲାଗିଛି। ହାଣ୍ଡିଶାଳରୁ ରନ୍ଧନ ଗ୍ୟାସ୍ ଶୁଭାନ ହେଉଥିବା ବେଳେ ଏବେ ବିଭିନ୍ନ ଅଞ୍ଚଳରେ ଜଳଖିଆ ଦୋକାନ ବନ୍ଦ ହେବାକୁ ବସିଲାଣି। ଏସବୁ ସମସ୍ୟା ଦୂର କରିବାକୁ ଅଣ୍ଟା ଭିଡ଼ି ନୂତନ ଦେଶୀ ଯୁଗାଡ଼ ପୋଡ଼ା ମୋବିଲ ଚୁଲା ନିର୍ମାଣ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗେଡ଼ିଆପଲ୍ଲୀ ଅଞ୍ଚଳର ଭାସ୍କର ଚନ୍ଦ୍ର ପ୍ରଧାନ। ଭାସ୍କର ଜଣେ ଲୁହା ଓଲ୍ଡିଂ ମରାମତି କାରିଗର ହୋଇଥିବା ବେଳେ ନିଜ ଦୃଢ଼ ବିଶ୍ୱାସ ଆଉ ମନୋବଳ ପାଇଁ ପୋଡ଼ା ମୋବିଲ ଆଉ କିଛି ଲୁହା ସାମଗ୍ରୀକୁ ନେଇ ନୂତନ ଦେଶୀ ଯୁଗାଡ଼ ପୋଡ଼ା ମୋବିଲ ଚୁଲା ନିର୍ମାଣ କରି ଏବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା ସାଉଁଟିଛନ୍ତି। ଭାସ୍କରଙ୍କ କହିବା ଅନୁଯାୟୀ ଆଜିକାଲି ଗ୍ୟାସ୍ ବ୍ୟବହାର ବହୁତ ବିପଜ୍ଜନକ ହୋଇଥାଏ। ଆଉ ସେପଟେ ବଜାରରେ ଗ୍ୟାସ୍ ସମସ୍ୟା ପାଇଁ ସବୁବେଳେ ଗ୍ୟାସ୍ ମଧ୍ୟ ମିଳୁନାହିଁ। ପୂର୍ବରୁ ଭାସ୍କରଙ୍କ ଜଣେ ବନ୍ଧୁ ଏହି ଗ୍ୟାସ୍ ପାଇଁ ନିଜର ଜୀବନ ମଧ୍ୟ ହାରିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି କିପରି ବିନା ଗ୍ୟାସ୍ରେ ଲୋକେ ଭଲ ସୁବିଧା ପାଇପାରିବେ, ଏହା ସହିତ ନିରାପଦା ସହ ରୋଷେଇ କରିପାରିବେ, ତାକୁ ନେଇ ସେ ଏହି ନୂତନ ଦେଶୀ ଯୁଗାଡ଼ ପୋଡ଼ା ମୋବିଲ ଚୁଲା ନିର୍ମାଣ କରିଛନ୍ତି। ମୁଁ ପ୍ରଥମେ ଆଜ୍ଞା ବହୁତ ଚିନ୍ତା କରିଥିଲି ଗ୍ୟାସ୍ ସମସ୍ୟାକୁ ଦେଖିକି ଯେ କେମିତି କ'ଣ ଗୋଟେ କଲେ ଯେଉଁଥିରେ କି ଖର୍ଚ୍ଚ କମ୍ ହେବ, ଇଲେକ୍ଟ୍ରିକ୍ କମ୍ ଖର୍ଚ୍ଚ ହେବ, ଲୋକ ସୁବିଧା ରୋଷେଇ କରି ଖାଇପାରିବେ, ଯେଉଁଟାକି ଦେଖିଲି ପୋଡ଼ା ମୋବିଲ। ତାପରେ ୟୁଟ୍ୟୁବରୁ ଦେଖିଲା ପରେ ମୋତେ ଆଉ ଟିକେ ବି ଭଲ ଲାଗିଲା ଯେ ନା କିଛି ଗୋଟେ କରିବା କଲେ ଯେଉଁଟାକି ଭଲ ହେବ, ଲୋକ କମ୍ ଶସ୍ତାରେ 1 ଲିଟର ମୋବିଲରେ ଗୋଟେ ପରିବାର 2 ଦିନ ରୋଷେଇ କରିକି ଆରାମରେ ଖାଇବ। ତେଣୁ ଚିନ୍ତା କଲି ଯେ ଏଇ ଜିନିଷଟା ହିଁ କରିବି। ଫାଷ୍ଟରୁ ଏଇଟା କଲି, ମୁଁ ସକ୍ସେସ୍ ମଧ୍ୟ ହେଲି। ଆକୁ ପ୍ରଥମ କରିବାର କାରଣ ଗୋଟେ ପୁତୁରା ମୋର ପୋଡ଼ି ହେଇକି ମରିଗଲା ଗ୍ୟାସ୍ରେ, ଯେଉଁଟାକି ସେଇ ଦିନଠୁ ମୋର ଆଶା ରହିଲା ଯେ ଗ୍ୟାସ୍ରେ ନିଶ୍ଚିତ ବିପଦ ଅଛି। ତେଣୁ ଏ ଜିନିଷରେ ବିପଦର ପ୍ରଶ୍ନ ହିଁ ନାହିଁ। ଆରାମରେ ଆପଣଙ୍କ ଚୁଲି ଘରେ, ଯେଉଁଠି ବାରିପଟ ଚୁଲି ଘରେ, ହୋଟେଲ ହେଉ କିମ୍ବା ଜଳଖିଆ ଦୋକାନ ହେଉ, ଆରାମରେ ରୋଷେଇ କରିବେ, କିଛି ଅସୁବିଧା ନାହିଁ। ବହୁତ କମ୍ ଖର୍ଚ୍ଚରେ ବି ଆଜ୍ଞା ହେଇପାରିବ। କ'ଣ ଦରକାର? ଏଥିପାଇଁ ଗୋଟେ ବ୍ଲୋୟର ମଟର ଦରକାର, ଯେଉଁଟାକି ଏସିର ଆସୁଛି, ଡିସିର ଆସୁଛି। ଡିସି ମଟରଟା ଟିକେ ଅଧିକା ପଇସା ଆସିବ, ଏସି ମଟରଟା ଟିକେ କମ୍ ପଇସା ଆସିବ। ଆଉ ତାକୁ କମ୍ ବେଶୀ କରିବା ପାଇଁ ତା ଦେହରେ ରେଗୁଲେଟର ରହୁଛି। ଡିସି ମଟରରେ ବି ସେ ରେଗୁଲେଟର ରହୁଛି। ଯଦି ଆପଣ ଚୁଲାକୁ ନେଇକି ଅନ୍ୟ ଜାଗାରେ କୌଣସି ଜାଗାରେ ରୋଷେଇ କରିବାକୁ ଚାହିଁବେ, ତା ଦେହରେ ବ୍ୟାଟେରୀ ବି ସିଷ୍ଟମ କରିହେବ, ଯେଉଁଟାକି 4 ଘଣ୍ଟା 4.5 ଘଣ୍ଟା ଭଳିଆ ବ୍ୟାକଅପ୍ ରଖିବ। ମାନେ ନିହାତି ଅକ୍ସିଜେନ ଦରକାର ଏଥିରେ। ବ୍ଲୋୟରଟା ନିହାତି ଚାଲିବା ଦରକାର, ଆରାମରେ ମଧ୍ୟ ରୋଷେଇ ହେଇପାରିବ। ପୋଡ଼ା ମୋବିଲଟା କ'ଣ କେମିତି କଷ୍ଟ ରହିବ ତାର? ପୋଡ଼ା ମୋବିଲ 1 ଲିଟର ପିଛାକୁ 15ରୁ 20 ଟଙ୍କା ଆଜ୍ଞା ଆସିବ। ତେଣୁ ଅତି ସହଜରେ ଗ୍ୟାରେଜରେ ମିଳିଯିବ। ଆଜିକାଲି ଘରେ ଘରେ ମୁଣ୍ଡ ପିଛା କହିଲେ ଗାଡ଼ି ଅତୃପ୍ତି ହେବନି। ତେଣୁ ଯେହେତୁ ଗାଡ଼ି ବହୁତ, ଗ୍ୟାରେଜ ବି ବହୁତ, ତେଣୁ ଅତି ସହଜରେ ଆମକୁ ପୋଡ଼ା ମୋବିଲ ମିଳିଯିବ, ଯେଉଁଟାକି ବହୁତ କମ୍ ପଇସାରେ ଆମକୁ ଆରାମରେ ରୋଷେଇ କରି ଘରେ ଖାଇହେବ, ଯେଉଁଥିରେ କି ଡେକେଚି ହାଣ୍ଡି କଳା ପଡ଼ିବାର ବି ଚାନ୍ସ ନାହିଁ। ଆଜି ମୋର ଗୋଟେ ସାନ ଭାଇଟିଏ ଭାସ୍କର ଚନ୍ଦ୍ର ପ୍ରଧାନ, ସେ ଗୋଟେ ଚୁଲାଟିଏ ଉଦ୍ଭାବନ କରିଛନ୍ତି, ଯେଉଁ ଚୁଲାଟିକି ମାନେ ପୋଡ଼ା ମୋବିଲ ୟୁଜ୍ କରାହେଉଛି। ଯେଉଁଗୁଡ଼ା ମାନେ ଫୋପଡ଼ା ହେଇଯାଏ ଆଉ କୌଣସି ଗ୍ୟାରେଜ ବାଲା ଆସି କିଣିକି ନିଅନ୍ତି ସେ କ'ଣ କାମରେ ତାଙ୍କର ଲଗାଇବା ପାଇଁ, ହେଲେ ସେଇ ପୋଡ଼ା ମୋବିଲ ଚୁଲାକୁ ନେଇକି ମାନେ ସେ ଏମିତି ଗୋଟେ ଜିନିଷ ଉଦ୍ଭାବନ କରିଛି, ସେ ବହୁତ ବଢ଼ିଆ ତାର ଜଳୁଛି। ଗ୍ୟାସଠୁ ବହୁତ କମ୍ ପଇସା, 10-20 ଟଙ୍କା ମାନେ ଖର୍ଚ୍ଚରେ ଚାଲିଛି। ଗ୍ୟାସର ସଙ୍କଟ ଏବେ ଚାଲିଛି ବହୁତ। ତାପରକୁ ଗ୍ୟାସ୍ ବ୍ଲାକରେ ଚାଲିଛି। ଲୋକ ବି ଗ୍ୟାସ୍ ଯୋଗୁଁ ବି ବହୁତ ମାନେ ବିପଦ ସମ୍ମୁଖୀନ ହେଉଛନ୍ତି, ଯାହାଫଳରେ କି ଲୋକ ମରିଯାଉଛନ୍ତି। ବ୍ଲାଷ୍ଟ ହେଉଛି ଟାଙ୍କି, ଯାହାଫଳରେ କି ସେ ଏଇ ଯେଉଁ ଟାଙ୍କିରେ ଏଇ ଯେଉଁ ଚୁଲାଟି ତିଆରି କରିଛି, ମୁଁ ଦେଖିଲା ଦିନଠୁ ତାକୁ ବହୁତ ବାକି ଆଗ୍ରହରେ ତାକୁ କହିଲି, ଭାଇ ତୁ ବହୁତ ବଢ଼ିଆ ଜିନିଷଟେ ତିଆରି କରିଛୁ। ସାନ ଭାଇଟି ଆଜି ମୋର ଗୋଟେ ଏତେ ବଡ଼ ଜିନିଷ ତିଆରି କରିଛି, ଯାହାଫଳରେ କି ସମସ୍ତେ ମାନେ ଖୁସି ହେଉଛନ୍ତି। ଅନ୍ୟପଟେ ମାତ୍ର 20 ଟଙ୍କା ପୋଡ଼ା ମୋବିଲରେ 2 ଦିନ ଧରି ଚୁଲାରେ ରୋଷେଇ କରିହେବ ବୋଲି ଭାସ୍କର କହିଛନ୍ତି। ଏହି ପୋଡ଼ା ମୋବିଲ ଚୁଲା 3,000ରୁ ଆରମ୍ଭ କରି 10,000 ଟଙ୍କା ପର୍ଯ୍ୟନ୍ତ ଏହାର ଦରଦାମ ରଖିଛନ୍ତି। ତେବେ ଭାସ୍କରଙ୍କ ଏପରି ଜ୍ଞାନକୌଶଳକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।